ଦିନେ ସୂର୍ଯ୍ୟପୁତ୍ର କର୍ଣ୍ଣ କୃଷ୍ଣଙ୍କୁ ପଚାରିଲେ, ମୁଁ ଜନ୍ମ ହଉ ହଉ ମତେ ମା ତ୍ୟାଗ କରିଦେଲେ, ମା ଛାଡ଼ିଦେଲେ। ଗୁରୁ ଦ୍ରୋଣାଚାର୍ଯ୍ୟ ମତେ ଶିକ୍ଷା ଦେବା ପାଇଁ ମନା କରିଦେଲେ। ଦ୍ରୌପଦୀଙ୍କ ସ୍ୱୟଂବରରୁ ମତେ ଅପମାନିତ କରି ତଡ଼ି ଦିଆଗଲା। ମୋର ଭୁଲ କଣ ଥିଲା? ମୋର ଦୋଷ କଣ ଥିଲା? କୃଷ୍ଣ କହିଲେ, ଶୁଣ, ମୁଁ ଜନ୍ମ ହବା ପୂର୍ବରୁ ହିଁ ମୋ ବାପା ମା କାରାଗାରରେ ଥିଲେ। ମୁଁ ଜନ୍ମ ହେବା ମାତ୍ରେ ମତେ ମୋ ବାପା ମାଙ୍କଠୁ ଅଲଗା କରି ଦିଆଗଲା। ମୁଁ ଗାଈ ଚରେଇବାକୁ ଗଲି, ଗୋବର ଉଠେଇଲି। ମତେ ମୋ ନିଜ ରକ୍ତର ମାମୁଁ ମାରିବାକୁ ଚେଷ୍ଟା କଲେ, ମୋ ଶତ୍ରୁ ବନିଗଲେ, ମତେ ବିଭିନ୍ନ ଉପାୟରେ କଷ୍ଟ ଦେଲେ ମତେ ମାରିବା ପାଇଁ। କୁହ, ମୋର ଦୋଷ କଣ ଥିଲା? ତମ ଦୁଃଖ ମୋ ଦୁଃଖ ସମାନ, କିନ୍ତୁ ତମ ମୋ ଭିତରେ ତଫାତ୍ ଏତିକି, ତମେ ସବୁବେଳେ ପଛ କଥା ଭାବିଲ, ପଛ କଥା ଭାବିକୁ ହୃଦୟକୁ କଷ୍ଟ ଦେଲ, ହୃଦୟରେ ବିଷ ଭରିଲ। ମୁଁ ତ ପଛକୁ କେବେ ଆଉ ବୁଲିକି ହିଁ ଚାହିଁନି।